ଜାନୁଆରୀ 6, 1914। ତୁ ହିଁ ମୋ ଜୀବନର ଏକମାତ୍ର ଲକ୍ଷ୍ୟ, ମୋ ଅଭିପ୍ସାର ମୂଳ ବସ୍ତୁ, ମୋ ଚିନ୍ତାର କେନ୍ଦ୍ର, ମୋ ସମନ୍ୱୟର ଚାବି। ତୁ ହିଁ ସକଳ ଅନୁଭବ, ସକଳ ଆବେଗ, ସକଳ ଚିନ୍ତାର ଊର୍ଦ୍ଧ୍ୱରେ। ଆଉ ତୁ ହିଁ ଜୀବନ୍ତ କିନ୍ତୁ ଅନିର୍ବଚନୀୟ ଅନୁଭୂତି, ସେହି ସଦ୍ବସ୍ତୁ ଯାହାଙ୍କୁ ସତ୍ତାର ଗଭୀରରେ ଉପଲବ୍ଧି କରାଯାଏ, କିନ୍ତୁ ତୁଚ୍ଛ ବାକ୍ୟର ମାଧ୍ୟମରେ ଯାହାଙ୍କୁ ବ୍ୟକ୍ତ କରାଯାଇପାରେ ନାହିଁ। ଆଉ ମନୁଷ୍ୟର ବୁଦ୍ଧି ତତେ କୌଣସି ସୂତ୍ରରେ ଆବଦ୍ଧ କରିବାକୁ ଅକ୍ଷମ ବୋଲି ବହୁ ଲୋକ ତାଚ୍ଛଲ୍ୟ ଭାବି ତୋ ଉପଲବ୍ଧିର ସମ୍ଭାବନାକୁ ଭାବାବେଗ ନାମରେ ଉଡ଼ାଇ ଦିଅନ୍ତି। କିନ୍ତୁ ତାହା ଭାବାବେଗଠାରୁ ଯେତିକି ଦୂର, ମସ୍ତିଷ୍କଗତ ଚିନ୍ତାଠାରୁ ସେତିକି ଦୂର। ଯେତେଦିନ ପର୍ଯ୍ୟନ୍ତ ଆମେମାନେ ଏହି ପରମ ଜ୍ଞାନକୁ ଲାଭ କରିନାହୁଁ, ସେତେଦିନ ପର୍ଯ୍ୟନ୍ତ କୌଣସି ସୁଦୃଢ଼ ଭିତ୍ତି ନାହିଁ, ମନୋଗତ ଓ ଭାବଗତ ସମନ୍ୱୟର ସ୍ଥାୟୀ କେନ୍ଦ୍ର ଗଢ଼ାଯାଇ ନାହିଁ। ଏବଂ ଏହା ଛଡ଼ା ଅନ୍ୟ ସମସ୍ତ ବୁଦ୍ଧିଗତ ରଚନା କୃତ୍ରିମ, ଯଥେଚ୍ଛାଚାରୀ ଓ ନିରର୍ଥକ। ଯେତେଦୂର ଆମ୍ଭେମାନେ ତତେ ଉପଲବ୍ଧି କରିପାରୁ, ତୁ ହିଁ ଶାଶ୍ୱତ ନୀରବତା, ପୂର୍ଣ୍ଣ ଶାନ୍ତି। ଯେଉଁ ପୂର୍ଣ୍ଣତା ଆମମାନଙ୍କୁ ଅର୍ଜନ କରିବାକୁ ହେବ, ଯେଉଁ ସବୁ ମହୈଶ୍ୱର୍ଯ୍ୟ ଆମମାନଙ୍କୁ ଲାଭ କରିବାକୁ ହେବ, ଯେଉଁ ସବୁ ଅଖଣ୍ଡ ମହିମା ବ୍ୟକ୍ତ କରିବାକୁ ହେବ, ସେ ସବୁ ହିଁ ତୁ। ତୋ ସମ୍ବନ୍ଧେ ଆମେମାନେ ଯେତେବେଳେ କିଛି କହିବାକୁ ଦୁଃସାହସ କରୁ, ସେତେବେଳେ ସେହି ସବୁ ଶବ୍ଦ ଶିଶୁର କାକଳି ତୁଲ୍ୟ ବୋଧ ହୁଏ। ନୀରବତା ମଧ୍ୟରେ ହିଁ ଚରମ ସମ୍ମାନ।